ଆଜିର କାହାଣୀଟି ବହୁତ ଦମଦାର ଅଟେ। ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ବହୁତ ମଜା ଆସିବ। ମୁଁ ମୋର ଆଲମାରିରୁ ଏବେ ପାୱାର ବଟିକା ବାହାର କଲି, ଯାହାକୁ ଏବେ ରୋହିତ ବେଳେ ବେଳେ ନେଉଥିଲା। ମୁଁ ରୋଷେଇ ଘରକୁ ଗଲି। ରୋହିତକୁ ଶକ୍ତି ଦେବା ପାଇଁ ମୁଁ ହଳଦୀ ବାଦାମ କ୍ଷୀର ପ୍ରସ୍ତୁତ କଲି ଏବଂ ସେଥିରେ ଏକ ବଟିକା ମିଶାଇଲି। ମୁଁ ଯେତେବେଳେ ବି ଏହା କରୁଥିଲି, ରାତି 12ଟା ବାଜି ସାରିଥିଲା। ତାପରେ ମୁଁ ଶୀଘ୍ର ଗୋଟେ ଗ୍ଲାସ କ୍ଷୀର ନେଇ ରୋହିତର ରୁମକୁ ଗଲି। ରୋହିତ ବହୁତ ଧ୍ୟାନର ସହିତ ମୋ ପାଇଁ ଅପେକ୍ଷା କରିଥିଲା। ମୁଁ ଭିତରକୁ ଆସିବା ମାତ୍ରେ ସେ ଠିଆ ହୋଇଗଲେ ଏବଂ ମୋ ଆଡ଼କୁ ହିଁ ଚାହିଁ ରହିଲେ। ସେ କିଛି ନ କହିବାରୁ ମୁଁ ତାଙ୍କୁ ପଚାରିଲି ଯେ, ତୁମେ ଏମିତି କଣ ଦେଖୁଛ? ମତେ କୁହ କି ମୁଁ କିପରି ଦେଖାଯାଉଛି? ରୋହିତ ଟିକେ ସଂକୋଚ କରି କହିଲେ କି, ମାଇଁ, ମୁଁ ଏବେ ତ ତୁମକୁ ଖାଇବାକୁ ହିଁ ଇଚ୍ଛା କରୁଛି। ମୁଁ ହସି ହସି ତାକୁ କ୍ଷୀର ଗ୍ଲାସ ଦେଇ କହିଲି କି, ମତେ କିଛି ଖାଇବାକୁ ପଡିବ ନାହିଁ, କେବଳ ଏହି କ୍ଷୀର ଗ୍ଲାସଟି ପିଇ ନିଅ। ରୋହିତ ଶୀଘ୍ର ଗ୍ଲାସଟିକୁ ଧରିଲା ଏବଂ ଗୋଟିଏ ନିଶ୍ୱାସରେ ହିଁ କ୍ଷୀର ଗ୍ଲାସଟିକୁ ପିଇଦେଲା। କ୍ଷୀର ପିଇବା ପରେ ସେ ମୋର ନାମ ସୁମିତ୍ରା। ମୋର ବୟସ 30 ବର୍ଷ। ମୋର ଫିଗର ପ୍ରାୟ 5 ଫୁଟ 8 ଇଞ୍ଚ। ଯେତେବେଳେ ବି ମୁଁ ଶାଢୀ ପିନ୍ଧେ, ସବୁ କିଛି ସ୍ତବ୍ଧ ହୋଇଯାଏ। ଯେତେବେଳେ ସୂର୍ଯ୍ୟ କିରଣ ମୋର ଗୋରା ରଙ୍ଗ ଉପରେ ପଡେ, ସେତେବେଳେ ଏପରି ଅନୁଭବ ହୁଏ ଯେପରି ମୁଁ ଏକ ଚାନ୍ଦିନୀ ରାତିରେ ଚାଲୁଛି। ଏବେ ଆସନ୍ତୁ, ମୋର 20 ବର୍ଷର ଭଣଜା ବିଷୟରେ ଟିକେ କଥା ହେବା, ଯିଏକି ମୋ ପାଇଁ ପୁରା ପାଗଳ ହୋଇଗଲେଣି। ତାର ନିର୍ଦ୍ଦୋଷତା ଏବଂ ଉତ୍ସାହ ଏବେ ମୋର ହୃଦୟରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଯେତେବେଳେ ବି ସେ ମତେ ଦେଖନ୍ତି, ତାଙ୍କ ଆଖିରେ ଏକ ବିଶେଷ ଚମକ ଆସିଯାଏ, ଯେପରି ସେ ଏକ ସୁନ୍ଦର ସ୍ୱପ୍ନ ହିଁ ଦେଖୁଛନ୍ତି। ବେଳେ ବେଳେ ସେ ମତେ କୁହନ୍ତି କି, ମାଇଁ, ତୁମେ ଆଜି ପ୍ରକୃତରେ ବହୁତ ସୁନ୍ଦର ଦେଖାଯାଉଛ। ସେଥିପାଇଁ ମୋର ସ୍ୱାମୀ ବେଳେ ବେଳେ ଦିନରେ ମଧ୍ୟ ମତେ ବହୁତ ପୂଜା କରନ୍ତି। ମୋର ସ୍ୱାମୀ ସରକାରୀ ଚାକିରି କରୁଥିବାରୁ ଆମେ ସହରରେ ରହୁଥିଲୁ। ମୋର ମଧ୍ୟ ଗୋଟେ 3 ବର୍ଷର ଝିଅଟିଏ ଅଛି। ତେଣୁ କ୍ଷୀର ବ୍ୟାଗର ଆକାର ମଧ୍ୟ ଆହୁରି ବଢି ଯାଇଛି। ଆମେ 10 ବର୍ଷ ଧରି ବିବାହ କରିସାରିଥିଲେ ମଧ୍ୟ ମୁଁ ପ୍ରତିଦିନ ଏହାକୁ ମୋ ସ୍ୱାମୀଙ୍କର ଆଶୀର୍ବାଦ ଭାବରେ ହିଁ ଗ୍ରହଣ କରୁଥିଲି। କିନ୍ତୁ ମୋର ସ୍ୱାମୀ ଏବେ ବି ଭୂତ ପାଇଁ ପୁରା ପାଗଳ ହୋଇଯାଇଥିଲେ। ସାଧାରଣତଃ ଭୂତର ରଙ୍ଗ କଳା ହିଁ ଥାଏ, କିନ୍ତୁ ମୁଁ ପରିଷ୍କାର ପରିଚ୍ଛନ୍ନତାକୁ ବଜାୟ ରଖୁଥିଲି ଏବଂ ବେଳେ ବେଳେ ମେକଅପ୍ ମଧ୍ୟ କରୁଥିଲି। ଗତ ମାସରେ ଏପରି କିଛି ଘଟିଲା, ଯାହା ବିଷୟରେ ଆମେ ଆଦୌ ବି ଜମା ବି ଜାଣିନଥିଲୁ। ସନ୍ଧ୍ୟାରେ ମୋର ସ୍ୱାମୀ ବିନୋଦ ଘରକୁ ଆସୁଥିଲେ। ତାଙ୍କର ଜଣେ ବନ୍ଧୁଙ୍କର ଜନ୍ମଦିନ ପାର୍ଟି ଥିଲା। ତେଣୁ ତାଙ୍କର ବନ୍ଧୁମାନେ ତାକୁ ବହୁତ ମଦ୍ୟପାନ କରାଇଥିଲେ ଏବଂ ସେ ତାଙ୍କର ବାଇକରେ ଏବେ ଘରକୁ ହିଁ ଫେରୁଥିଲେ। ଆସିବା ସମୟରେ ତାଙ୍କର ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କର ଗୋଟିଏ ଗୋଡ ମଧ୍ୟ ଭାଙ୍ଗି ଯାଇଥିଲା ଏବଂ ଡାକ୍ତର କହିଥିଲେ ଯେ ସେ ସୁସ୍ଥ ହେବା ପାଇଁ ଅତି କମରେ 7 ରୁ 8 ମାସ ଲାଗିପାରେ। ଏହା ଶୁଣିବା ପରେ ମୋର ହୃଦୟ ପୁରା ଭାଙ୍ଗିଗଲା। ବିନୋଦର ଯନ୍ତ୍ରଣା ଏବେ ଶାରୀରିକ ଥିଲେ ମଧ୍ୟ ମୋର ମନରେ ଗଭୀର ଚିନ୍ତାର ଭାବନା ଏବେ ଜାଗ୍ରତ ହୋଇଗଲା। ଯେତେବେଳେ ମୁଁ ତାଙ୍କୁ ହସ୍ପିଟାଲରେ ଦେଖିଲି, ତାଙ୍କର ଆଖିର ଯନ୍ତ୍ରଣା ଏବଂ ହତାଶାରେ ପୂର୍ଣ୍ଣ ହୋଇଯାଇଥିଲା। ମୁଁ ସାଙ୍ଗେ ସାଙ୍ଗେ ତାଙ୍କର ପାଖକୁ ଯାଇ ତାଙ୍କର ହାତ ଧରିଲି। ସେଥିପାଇଁ ମୋର ଭଉଣୀ ଏବଂ ମୋର ଭଣଜା ରୋହିତ ମଧ୍ୟ ତାଙ୍କର ଯତ୍ନ ନେବାକୁ ଆସି ଯାଇଥିଲେ। ରୋହିତ ମଧ୍ୟ ରାଜି ହୋଇଗଲେ ଏବଂ ବହୁତ ଖୁସି ହୋଇଗଲେ। ରୋହିତ କେବଳ ମୋର କାନ ପର୍ଯ୍ୟନ୍ତ ହିଁ ଥିଲା, ଆଉ ଶରୀର ଠିକ ଥିଲା ଏବଂ ରଙ୍ଗ ମଧ୍ୟ ସ୍ୱାଭାବିକ ହିଁ ଥିଲା। ରୋହିତ ଜଣେ ଖରାପ ପିଲା ପରି ଜମା ବି ମନେ ହେଉନଥିଲେ ଏବଂ ମୁଁ ମଧ୍ୟ ବହୁତ ଖୁସି ଥିଲି ଯେ କେହି ଜଣେ ଆସି ମତେ ସାହାଯ୍ୟ ମଧ୍ୟ କରିପାରିବ। ଆଜି ରୋହିତ ମୋ ସହିତ ଟିକେ ଲଜ୍ଜିତ ହେଇଯାଉଥିଲା, କାରଣ ସେ ବିବାହ ପରେ ପ୍ରଥମ ଥର ପାଇଁ ମତେ ଭେଟିଥିଲା। ରାତିରେ ଯେତେବେଳେ ମୁଁ ବିନୋଦକୁ ଖାଇବାକୁ ଦେଉଥିଲି, ରୋହିତ ମଧ୍ୟ ଆମ ସହିତ ହିଁ ବସୁଥିଲା। ତାପରେ ରୋହିତ ତାଙ୍କର ରୁମକୁ ଚାଲିଗଲେ ଏବଂ ଠିକ ସମୟରେ ମଧ୍ୟ ଶୋଇ ପଡିଲେ। ବିନୋଦଙ୍କ ମୁହଁରେ କିଛି ଆଶ୍ୱସ୍ତି ଥିଲା, କିନ୍ତୁ ସେ ଏବେ ବି ଯନ୍ତ୍ରଣା ଅନୁଭବ କରୁଥିଲେ। ସେତେବେଳେ ହିଁ ମୋର ଭିତରର ଭାବନା ମଧ୍ୟ ବାହାରକୁ ଆସିଗଲା। ମୁଁ ବିନୋଦ ପାଖରେ ବସି କହିଲି କି, ସେଦିନ ଗୁଡିକ କଣ ଥିଲା ଯେତେବେଳେ ତୁମେ ପ୍ରତିଦିନ ଭୂତମାନଙ୍କୁ ହତ୍ୟା କରୁଥିଲ? ବିନୋଦ ଏହା ଶୁଣି ହସିବାକୁ ଲାଗିଲା। କଣ ହେଲା ମୋର ରାଣୀ, ଆଜି ତୁମେ ସମ୍ପୂର୍ଣ୍ଣ ମନୋବଳରେ ଥିବା ପରି କାହିଁକି ମନେ ହେଉଛି? ମୁଁ କହିଲି କି, ନାଇଁ ମହାଶୟ, ତୁମେ ହିଁ ମଜା କରୁଛ ଏବଂ ଏଠାରେ ମୋର ବହୁତ ଅବସ୍ଥା ଖରାପ ଅଛି। ମତେ ସତ୍ୟ କୁହ କି, ଏହି ଭୂତ ମୋର ଅବସ୍ଥା ମଧ୍ୟ ଆହୁରି ଖରାପ କରିଦେଇଛି। ମୋର ସ୍ୱାମୀ କହିଲେ କି, ମୁଁ ତୁମର ଯନ୍ତ୍ରଣାକୁ ଏବେ ବହୁତ କିଛି ବୁଝିପାରୁଛି। ମୁଁ ମଧ୍ୟ ଏହା କରିବାକୁ ବହୁତ ଇଚ୍ଛା କରୁଛି, କିନ୍ତୁ ମୁଁ ଆଉ କଣ ବା କରିବି? ମୁଁ ଠିକ ଭାବରେ ମଧ୍ୟ ଠିଆ ମଧ୍ୟ ହୋଇପାରୁନାହିଁ। କେବଳ ଆଉ କିଛି ଦିନ ହିଁ ଟିକେ ଅପେକ୍ଷା କର, ତାପରେ ଦେଖ କି ମୁଁ ଏହି ଭୂତକୁ ଏବେ କଣ କରେ। ତାପରେ ମୁଁ କହିଲି କି, କିଛି ଦିନ ନୁହେଁ, ବେଣ୍ଡେଜ ବାହାରିବାକୁ ଏବେ ପୁରା 8 ମାସ ବାକି ଅଛି ଏବଂ ମୁଁ ମାତ୍ର ଗୋଟିଏ ମାସରେ ଏପରି ହୋଇଗଲେଣି।
ମୁଁ ଜାଣି ନାହିଁ କି ଆଗାମୀ ଦିନ ଗୁଡିକ ଏବେ କିପରି ବିତିବ। ମୋର ସ୍ୱାମୀ ମୋର ଦୁଃଖ ଦୂର କରିବାକୁ ଯଥାସମ୍ଭବ ଚେଷ୍ଟା କରୁଥିଲେ। ଆମେ ଦୁହେଁ ଏବେ ଜୋର ଜୋରେ ହସିବାକୁ ହିଁ ଲାଗିଲୁ। କିନ୍ତୁ ମୁଁ ଆଉ କଣ ବା କରିପାରିବି? ସବୁକିଛି ଏବେ ମୋର ବ୍ୟର୍ଥ ହୋଇଗଲା। କିଛି ସମୟ ପରେ ବିନୋଦ ଏବେ ଶୋଇ ପଡିଥିଲା, କାରଣ ତାଙ୍କର ଔଷଧରେ ନିଦ ବଟିକା ଥିଲା। କିନ୍ତୁ ମୁଁ ଆଉ ଜମା ବି ଶୋଇ ପାରିଲି ନାହିଁ। ତେଣୁ ମୁଁ ଠିଆ ହୋଇ ରୋହିତକୁ ଦେଖିବାକୁ ଗଲି ସେ ଶୋଇଛି କି ନାହିଁ। କିନ୍ତୁ ସେ ଏବେ ବି ଜାଗ୍ରତ ହିଁ ଥିଲା, ଆଉ ସେ ତାଙ୍କର ମୋବାଇଲ ଦେଖୁଥିଲେ। ମୁଁ ତାଙ୍କର ରୁମକୁ ଯାଇ କହିଲି କି, କଣ ହେଲା ରୋହିତ, ରାତି 12ଟା ବାଜିଗଲାଣି ଏବଂ ତୁମେ ଏପର୍ଯ୍ୟନ୍ତ ଜମା ବି ଶୋଇନାହଁ। ମନେ ହେଉଛି କି ତୁମର ଦେହ ଭଲ ଲାଗୁନାହିଁ? ରୋହିତ ଉଠି ବସି ପଡିଲା ଏବଂ କହିଲା କି, ନା ମାଇଁ, ଏମିତି ଜମା ବି ନୁହେଁ। ମୁଁ କେବଳ ଫୋନ ଦେଖୁ ଦେଖୁ ମୋର ଡେରି ହୋଇଗଲା। ତାପରେ ରୋହିତ ପଚାରିଲେ କି, ମାଇଁ, ତୁମେ ମଧ୍ୟ ଏପର୍ଯ୍ୟନ୍ତ ଜମା ବି ଶୋଇନାହଁ? ମୁଁ କହିଲି କି, ମୁଁ ଆଜିକାଲି ଜମା ବି ଶୋଇ ପାରୁନାହିଁ। ରୋହିତ ପଚାରିଲେ କି, କାହିଁକି, କଣ ହେଲା କି? ମୁଁ କହିଲି କି, ଆରେ ନା ନା, ମୁଁ ତୁମକୁ ଏହା ଜମା ବି କହିପାରିବି ନାହିଁ, କାରଣ ତୁମେ ଏବେ ବହୁତ ଛୋଟ ଅଛ। ଯେତେବେଳେ ତୁମେ ବିବାହ କରିବ ସେତେବେଳେ ତୁମେ ନିଜେ ହିଁ ଜାଣିପାରିବ। ମୋ ଠାରୁ ଏହା ଶୁଣି ରୋହିତ ଆଖି ତଳକୁ କରି ଗୁପ୍ତ ଭାବରେ ହସିବାକୁ ଲାଗିଲା। ତାପରେ ମୁଁ କହିଲି କି, ଏତେ ଲାଜ କର ନାହିଁ ମାଇଁ। ସତ କହିବାକୁ ଗଲେ ମୁଁ ଏପର୍ଯ୍ୟନ୍ତ ମୋର ବନ୍ଧୁମାନଙ୍କ ସହିତ ମଧ୍ୟ ଏପରି କଥା ହୋଇନାହିଁ। ମୁଁ କହିଲି କି, ଠିକ ଅଛି, ତେବେ ମତେ ତୁମର ବନ୍ଧୁ ବୋଲି ଭାବି, କାରଣ ମୁଁ ଏପରି କଥାବାର୍ତ୍ତା କରିବାକୁ ବହୁତ ପସନ୍ଦ କର। ରୋହିତ କହିଲା କି, ହଁ ମାଇଁ, ଗୋଟିଏ ଥିଲା କି, କିନ୍ତୁ ସେ ମୋ ଠାରୁ ତାଙ୍କର ଫ୍ରେଣ୍ଡସିପ ଭାଙ୍ଗି ଦେଇଥିଲା। ମୁଁ ପଚାରିଲି କି, ତୁମେ ନିଶ୍ଚୟ ତାକୁ ଚୁମିଥିଲ, ଠିକ ନା? ରୋହିତ କହିଲା କି, ନା ମାଇଁ, ସତ କହିବାକୁ ଗଲେ ମୁଁ ତାଙ୍କୁ ଠିକ ଭାବରେ ମଧ୍ୟ ଜମା ବି ଚୁଚୁମିନି। ମୁଁ ମୁହଁ ବଙ୍କାଇ କହିଲି କି, ତୁମେ ଏବେ ବହୁତ ନିର୍ଦ୍ଦୋଷ। ରୋହିତ, କିଛି ଫରକ ନାହିଁ, ଏବେ ତୁମେ ମୋର ପାଖକୁ ଆସିଛ, ଆଉ ମୁଁ ତୁମକୁ ମଧ୍ୟ ସବୁ କିଛି ଶିଖାଇ ଦେବି। କଥାବାର୍ତ୍ତା କରୁଥିବା ସମୟରେ ମୁଁ ରୋହିତଙ୍କର ରୁମରେ ଯାଇ ଶୋଇ ପଡିଲି। ସକାଳେ ଯେତେବେଳେ ମୁଁ ଆଖି ଖୋଲିଲି, ରୋହିତ ବିଛଣା ଉପରେ ବସି ମତେ ହିଁ ଦେଖୁଥିଲା। ମୁଁ ଉଠିବା ମାତ୍ରେ ରୋହିତ ମତେ ଶୁଭ ସକାଳ କହିଲା। ଯେତେବେଳେ ମୁଁ ପଚାରିଲି ଯେ, ତୁମେ କଣ ଦେଖୁଛ, ସେ କହିଲେ କି, ମାଇଁ, ତୁମେ ତ ପ୍ରକୃତରେ ବହୁତ ସୁନ୍ଦର ଦେଖାଯାଉଛ। ମୁଁ କହିଲି କି, ଠିକ ଅଛି, ତେଣୁ ତୁମେ ଏବେ ସକାଳେ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛ ଏବଂ ରାତିରେ ତୁମେ ମଧ୍ୟ ବହୁତ ଲଜ୍ଜିତ ଅନୁଭବ କରୁଛ। ରୋହିତ ଟିକେ ହସି ପଚାରିଲେ କି, ମାଇଁ, ଯଦି ତୁମେ କିଛି ଆପତ୍ତି କର ନାହିଁ, ତେବେ ମୁଁ ତୁମକୁ କିଛି ପଚାରି ପାରିବି କି? ମୁଁ କହିଲି କି, ପାଗଳ, ମୁଁ କାହିଁକି ଖରାପ ଭାବିବି? ପଚାର, ତୁମେ କଣ ପଚାରିବାକୁ ଚାହୁଁଛ? ରୋହିତ କହିବାକୁ ଲାଗିଲେ କି, ମାଇଁ, ସତ ସତ କୁହ, ତୁମେ ଏତେ ନର୍ସଙ୍କ ବୋଝକୁ ନିଜର ଛାତିରେ ବୋହିବାର କଣ ଭାର ପାଉନାହଁ କି? ତାଙ୍କର କଥା ଶୁଣି ମୁଁ ହସି ପକାଇଲି। ଏହାପରେ ରୋହିତ ମଧ୍ୟ ମୋ ସହିତ ବହୁତ କଥା ହୋଇଗଲା ଏବଂ ଏବେ ମୋ ପ୍ରତି ମଧ୍ୟ ଜମା ବି ଲଜ୍ଜିତ ହେଉନଥିଲା। ମୁଁ ଏଥିରେ ମଧ୍ୟ ବହୁତ ଖୁସି ମଧ୍ୟ ଥିଲି, କାରଣ ଏବେ ମୋର ସମୟ ମଧ୍ୟ ଭଲ ବିତି ଯାଉଥିଲା। ରୋହିତ ଆସିବାକୁ 10ରୁ 12 ଦିନ ହୋଇଗଲା ଏବଂ ସେ ମୋ ସହିତ ବହୁତ ବନ୍ଧୁତ୍ୱପୂର୍ଣ୍ଣ ହୋଇଗଲା। ସେ ସବୁ ବାହାର କାମ ମଧ୍ୟ କରୁଥିଲା, ବଜାରରୁ ଜିନିଷ ପତ୍ର ଆଣୁଥିଲା ଏବଂ ତାଙ୍କର ମାମୁଁଙ୍କ ମଧ୍ୟ ବୁଲିବାକୁ ନେଇଯାଉଥିଲା। ସେ ମୋର ବହୁତ ସେବା କରିବା ମଧ୍ୟ ଆରମ୍ଭ କରିଦେଇଥିଲା। ସନ୍ଧ୍ୟାରେ ସେ ମୋର ମୁଣ୍ଡ ମଧ୍ୟ ବହୁତ ମାଲିସ ମଧ୍ୟ କରୁଥିଲେ। ବେଳେ ବେଳେ ସେ ମୋର ଅଣ୍ଟା ମଧ୍ୟ ମାଲିସ କରିଦେଉଥିଲେ। କିନ୍ତୁ ମୋର ଭୋକ ଦିନକୁ ଦିନ ବଢିବାରେ ହିଁ ଲାଗିଥିଲା ଏବଂ ମୋର ସ୍ୱାମୀଙ୍କର ଅବସ୍ଥା ମଧ୍ୟ ସମାନ ହିଁ ଥିଲା। ଏବେ ସବୁକିଛି ମୋର ସହ୍ୟ ବାହାରେ ହିଁ ଥିଲା। ମୁଁ ଭାବୁଥିଲି ଯେ ଏବେ କେବଳ ରୋହିତ ମୋର ଶୋଷ ମେଣ୍ଟାଇ ପାରିବ। ମୋର ପଡୋଶୀରେ ଏବେ 3ଟି ପୁଅ ମଧ୍ୟ ରହୁଥିଲେ, ଯେଉଁମାନେ କି ପାଠ ପଢୁଥିଲେ, ଆଉ ସେମାନେ ମୋ ସହିତ ମଧ୍ୟ ଫ୍ଲର୍ଟ ମଧ୍ୟ କରୁଥିଲେ। ଯେତେବେଳେ ମୁଁ ମୋର କେଶ କିମ୍ବା ପୋଷାକକୁ ଶୁଖେଇବାକୁ ଛାତକୁ ଯାଉଥିଲି, ସେମାନେ ମତେ ହିଁ ଦେଖୁଥିଲେ ଏବଂ ମୋର ଆଖି ଉପରେ ନଜର ପକାଇ ଦଉଥିଲେ। ପ୍ରଥମେ ମୁଁ ଭାବୁଥିଲି ଯେ ସେମାନଙ୍କ ମଧ୍ୟରୁ ଜଣକୁ ରଖିବା ଉଚିତ, ଯାହାଦ୍ୱାରା କିଛି ସମୟ ପାଇଁ ମୋର କାମ ମଧ୍ୟ ହୋଇପାରିବ। କିନ୍ତୁ ପରେ ମୁଁ ଭାବିଲି ଯେ ମୁଁ ଏହି ଘରର ଗର୍ବ, ଆଉ କାଲି ମୁଁ ଜାଣି ନାହିଁ କି ସେମାନଙ୍କ ମଧ୍ୟରୁ କିଏ ମତେ କିମ୍ବା ମୋର ସ୍ୱାମୀକୁ ମଧ୍ୟ ନିଶ୍ଚୟ ବଦନାମ କରିବ। ତେଣୁ ମୁଁ ସେମାନଙ୍କ କଥାରେ ଆଉ କୌଣସି ଧ୍ୟାନ ମଧ୍ୟ ଦେଇନଥିଲି। କିନ୍ତୁ ରୋହିତ ଆମର ପରିବାରର ହିଁ ଥିଲା, ତେଣୁ ମୁଁ ଭାବିଲି ଯେ କେବଳ ସେ ହିଁ ମତେ ଶାନ୍ତ କରିପାରିବେ। ଆଜି ମୁଁ ରୋହିତକୁ ମଧ୍ୟ ଫସେଇବେ ବୋଲି ଏକ ଯୋଜନା ମଧ୍ୟ କରିଥିଲି। ତାପରେ ମୁଁ ରୋଷେଇ ଘରକୁ ଏବେ ଖାଦ୍ୟ ରାନ୍ଧିବାକୁ ଗଲି। ରୋହିତ ଗାଧୋଇ ହୋଇ ଫ୍ରେଶ ହୋଇ ରୋଷେଇ ଘରକୁ ଆସିବା ମାତ୍ରେ ହିଁ ମୁଁ ଗରମ କ୍ଷୀର କରିବାର ବାହାନା କରୁଥିଲି। ମୁଁ ରୋଷେଇ ଘରକୁ ପୁଣି ଥରେ ଫେରି ଆସିଲି ଆଉ ମୁଁ ସେଠାରେ ହିଁ କ୍ଷୀର ଗରମ କରୁଥିଲି। ମୋର ଝିଅ ମାଙ୍କର ଏବେ ଘରକୁ ଚାଲି ଯାଇଥିଲା, କାରଣ ଘରେ ତାଙ୍କର ଯତ୍ନ ନେବା ପାଇଁ ଆଉ କେହି ବି ନଥିଲେ। ତେଣୁ ମତେ ଅତିରିକ୍ତ ଏବେ କ୍ଷୀର ଗରମ କରିବାକୁ ପଡିଲା ଏବଂ ମୋର ସ୍ୱାମୀ ଏବଂ ରୋହିତ ବ୍ୟତୀତ ଘରେ ଆଉ କେହି ବି ନଥିଲେ।
ରୋହିତ ଭିତରକୁ ଆସିବା ମାତ୍ରେ ସେ ମତେ ଦେଖି ପୁରା ଡରିଗଲେ ଏବଂ କହିବାକୁ ଲାଗିଲେ କି ମାଇଁ ଦୟାକରି ମତେ କ୍ଷମା କରିଦିଅନ୍ତୁ, ମୁଁ ଦେଖିନଥିଲି। ଏବଂ ଏହା କହି ସେ ବାହାରକୁ ଯିବାକୁ ଲାଗିଲା। ତାପରେ ମୁଁ ତାଙ୍କୁ ଅଟକାଇ ଦେଲି। ରୋହିତ କଣ ହେଲା? ଠିକ ଅଛି, ତମେ ଏବେ ଭିତରକୁ ଆସ। ସେ କହିଲେ କି ମାଇଁ ମୁଁ ଭିତରକୁ ଜମା ବି ଆସିପାରିବି ନାହିଁ। ମୁଁ କହିଲି କି ଏପରି ବ୍ୟବହାର କର ନାହିଁ, ଶୀଘ୍ର ଆସ ଏବଂ ମତେ ଟିକେ ସାହାଯ୍ୟ କର। ଆଉ ରୋହିତ ମଧ୍ୟ ଏହା କରିବାକୁ ହିଁ ଚାହୁଁଥିଲା, କିନ୍ତୁ ମୁଁ ତାଙ୍କର ମାଇଁ ଥିଲି, ସେଥିପାଇଁ ସେ ଟିକେ ଅସହଜ ଅନୁଭବ କରୁଥିଲେ। ତାପରେ ମୁଁ ତାଙ୍କୁ କହିଲି କି ତୁମେ ଏତେ ଲାଜ କରୁଛ କାହିଁକି? ଶୀଘ୍ର ଭିତରକୁ ଆସ। ମାଇଁ ତୁମକୁ କିଛି କହିପାରିବି ନାହିଁ ମୁଁ କିପରି ଏବେ ଅନୁଭବ କରୁଛି। ତୁମେ ତ ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟ। ରୋହିତ ମୋର ପ୍ରଶଂସା କରିବା ଏବେ ବନ୍ଦ କର ଏବଂ ଏଠାରେ ମତେ ଟିକେ ସାହାଯ୍ୟ କର। ତାପରେ ସେ କହିଲେ କି ମାଇଁ ମୁଁ ଏହା କିପରି କରିବି ଜମା ବି ଜାଣି ନାହିଁ। ତାପରେ ମୁଁ କହିଲି କି ହେ ମୁଖ, ଏଥିରେ କିଛି କରିବାର ନାହିଁ। ଏହାକୁ ନିଅ ଆଉ ଏହାକୁ ଧରି ରଖ ଏବଂ ଧୀରେ ଧୀରେ ଚାପ ଦିଅ। କିଛି ସମୟ ପରେ ଯେତେବେଳେ ରୋହିତର ହୃଦୟ ଦ୍ରୁତ ଗତିରେ ଧଡ଼କିବାକୁ ଲାଗିଲା, ମୁଁ ଭାବିଲି ଯେ ଏବେ ତାକୁ ଆହୁରି ଆଗକୁ ନେବାର ମଧ୍ୟ ସଠିକ ସମୟ ଆସିଯାଇଛି। କିନ୍ତୁ ମୁଁ ଦାନ୍ତ ଘଷିବା ଆରମ୍ଭ କରିବା ମାତ୍ରେ ଦେଖିଲି ଯେ ରୋହିତର ସାମ୍ପୁ ଏବେ ବାହାରି ଯାଇଛି। ତାହା ଦେଖିବା ପରେ ମୁଁ ବହୁତ ଦୁଃଖିତ ହୋଇଗଲି, କିନ୍ତୁ ମୁଁ ତଥାପି ଏବେ ହସି ପକାଉଥିଲି। ମୁଁ ରାଗି ଯାଇ ରୋହିତକୁ ମାରି କହିଲି କି ତୁମେ କଣ କରିଛ ମୂର୍ଖ, ତୁମେ ଏହା ଆରମ୍ଭ ହେବା ପୂର୍ବରୁ ହିଁ ଶେଷ କରିଦେଲ। ଏହାପରେ ରୋହିତର ନିଶା ଛାଡିବା ମାତ୍ରେ ସେ ଭୟଭୀତ ହୋଇ କହିଲେ କି କ୍ଷମା କରିବେ ମାଇଁ, ମୁଁ ଏହା ପୂର୍ବରୁ କେବେ ବି କରିନାହିଁ। ସେଥିପାଇଁ ମୁଁ ନିଜକୁ ନିୟନ୍ତ୍ରଣ ଆଉ ଜମା ବି କରିପାରିଲି ନାହିଁ। ମୁଁ ଯାଇ ଏହାକୁ ଏବେ ସଫା କରି ପୁଣି ଥରେ ଫେରି ଆସୁଛି। ସେ ମୋର ଗୋଟେ ବି ଆଉ ଶବ୍ଦ ଜମା ବି ଶୁଣିଲେ ନାହିଁ ଏବଂ ତୁରନ୍ତ ରୋଷେଇ ଘରକୁ ଏବେ ବାହାରକୁ ଚାଲିଗଲେ। ମୁଁ ତାଙ୍କୁ ବହୁତ ଅଟକାଇବାକୁ ଏବେ ଜମା ବି ଚେଷ୍ଟା କରିନଥିଲି, କାରଣ ମୁଁ ବୁଝିପାରୁଥିଲି ଯେ ଏହା ତାଙ୍କ ପାଇଁ ଏତେ ଜମା ବି ସହଜ ହେବ ନାହିଁ। ଏହି କାରଣରୁ ଆଜି ଖାଦ୍ୟ ମଧ୍ୟ ଡେରି ହୋଇଗଲା। ତେଣୁ ମୁଁ ଶୀଘ୍ର ଖାଦ୍ୟ ପ୍ରସ୍ତୁତ କରି ବିନୋଦକୁ ତାଙ୍କର ରୁମରେ ଏବେ ଦେବାକୁ ଚାଲିଗଲି। ବିନୋଦ ମଧ୍ୟ ବସି ଖାଦ୍ୟ ପାଇଁ ଅପେକ୍ଷା କରି ବସିଥିଲେ। ବିନୋଦ ଜଣେ ବହୁତ ସରଳ ବ୍ୟକ୍ତି ଥିଲେ। ସେ ମୋ ବିଷୟରେ ମଧ୍ୟ ବହୁତ ଚିନ୍ତିତ ରୁହନ୍ତି ଆଉ ଭାବୁଥିଲି ଯେ ମୁଁ ତାଙ୍କ ବିଷୟରେ ହିଁ ସବୁବେଳେ ଭଲ କଥା ହିଁ ଭାବୁଛି। ଯେତେବେଳେ ମୁଁ ତାଙ୍କ ପାଇଁ ଖାଦ୍ୟ ନେଇଗଲି, ମୁଁ ସମ୍ପୂର୍ଣ୍ଣ ଝାଳରେ ଭିଜିଗଲି। ମତେ ଦେଖି ସେ କହିଲେ କି ସୁମିତ୍ରା, ତୁମେ ଏତେ ଶୀଘ୍ର କାହିଁକି? ତୁମର କାମ ଟିକେ ଧୀର କର। ଦେଖ ତୁମେ ନିଜ ସହିତ ଏବେ ତୁମେ କଣ କରିଛ। ତାପରେ ମୁଁ ତାଙ୍କୁ ଚିଡ଼ାଇ କହିଲି ଏହା ଜମା ବି କିଛି ନୁହେଁ। ଯେତେବେଳେ ତୁମେ କାମ କର ମୋର ଅବସ୍ଥା ମଧ୍ୟ ଆହୁରି ଖରାପ ହୋଇଯାଏ। ତାପରେ ମୁଁ ତୁମକୁ ମଧ୍ୟ ବନ୍ଦ କରିବାକୁ ମଧ୍ୟ କହୁଛି, କିନ୍ତୁ ତୁମେ ନା ବେବି ନା କହି ବେଗକୁ ଦୁଇ ଗୁଣିତ କର। ମୋର କଥା ଶୁଣି ମୋର ସ୍ୱାମୀ ଏବେ ବହୁତ ଜୋରେ ହସିବାକୁ ଲାଗିଲେ। ସୁମିତ୍ରା, ତୁମେ ଏହି କଥାକୁ କେଉଁଠାକୁ ନେଇଯାଉଛ? ଏହାପରେ ବିନୋଦ ଏବେ ଖାଦ୍ୟ ଖାଇଲା ଏବଂ ମୁଁ ତାଙ୍କୁ ମଧ୍ୟ ଔଷଧ ମଧ୍ୟ ଦେଲି। ଔଷଧ ଖାଇବା ପରେ ସେ ଶୋଇ ପଡ଼ିଲେ ଏବଂ ଆରାମ କରିବାକୁ ଲାଗିଲେ। ମୁଁ ମଧ୍ୟ ଆସି ଏବେ ବିଶ୍ରାମ ନେବା ଆରମ୍ଭ କରିଦେଲି। ସନ୍ଧ୍ୟାରେ ଯେତେବେଳେ ମୁଁ ରୋହିତକୁ ଏବେ ଚା ଦେବାକୁ ଯାଇଥିଲି, ସେ ସେଠାରେ ବସି ତାଙ୍କର ଫୋନ ଚଲାଉଥିଲେ ଆଉ ମତେ ଦେଖି ତାଙ୍କ ମୁହଁରେ ଏବେ ହସ ଫୁଟିଗଲା। ତାକୁ ଦେଖିବା ପରେ ମୁଁ ମଧ୍ୟ ହସିବାକୁ ଲାଗିଲି ଏବଂ ତାକୁ ପଚାରିଲି ଯେ ଘଟଣା କଣ। ରୋହିତ, ଆଜି ତମେ ତ ବହୁତ ଆରାମରେ ଥିବା ପରି ମନେ ହେଉଛ। ରୋହିତ କହିଲେ କି ମାଇଁ, ମୁଁ ପ୍ରଥମ ଥର ପାଇଁ ଏପରି ଅଭିଜ୍ଞତା ପାଇଲି। ଦୟାକରି ତମେ ଜମା ବି ଖରାପ ଅନୁଭବ କର ନାହିଁ। ମୁଁ ସତ କହୁଛି, ମୁଁ ନିଜକୁ ଆଦୌ ବି ନିୟନ୍ତ୍ରଣ କରିପାରିଲି ନାହିଁ। ତାପରେ ସେ କେବଳ ମୋର ପ୍ରଶଂସା ହିଁ କରି ଚାଲୁଥିଲେ। ମାଇଁ, ତୁମେ ତ ବହୁତ ଭଲ ଅଟ। ମୁଁ ଜୀବନ ସାରା ତୁମ ସହିତ ଏବେ ରହିବାକୁ ହିଁ ଭାବୁଛି। ଏହି 12 ଦିନ ମଧ୍ୟରେ ମୁଁ ସ୍ୱର୍ଗରେ ଥିବା ପରି ଅନୁଭବ କରିବା ଆରମ୍ଭ କରିଦେଇଛି ଏବଂ ତାପରେ ତୁମର ସୌନ୍ଦର୍ଯ୍ୟ ମଧ୍ୟ। ମୁଁ ହସି ହସି କହିଲି କି ଆଜି ତୁମେ କେବଳ ମୋର ପ୍ରଶଂସା ହିଁ କରୁଛ। ମନେ ହେଉଛି କି ତୁମର ଉଦ୍ଦେଶ୍ୟ ଜମା ବି ଠିକ ନୁହେଁ। ରୋହିତ ମୋର ହାତ ଧରି କହିଲେ କି ତୁମେ ଠିକ କହୁଛ ମାଇଁ, ମୋର ଉଦ୍ଦେଶ୍ୟ ଆଦୌ ଜମା ବି ଠିକ ନୁହେଁ। ଏବେ ତୁମକୁ ମୋର କଥା ହିଁ ଶୁଣିବାକୁ ହିଁ ପଡିବ। ମୁଁ ତାଙ୍କର ମୁଣ୍ଡକୁ ଆଦର କରି କହିଲି କି ପାଗଳ, ତୁମେ ଏତେ ଗମ୍ଭୀର କାହିଁକି ହେଉଛ? ମତେ କୁହ, ମୁଁ କେବେ ତୁମକୁ କୌଣସି ଜିନିଷ ପାଇଁ ମନା କରିଛି କି? ଯାହା ବି ହଉ, ତୁମର ମାମୁଁ ମଧ୍ୟ ତାହା କରିପାରିବ ନାହିଁ ଏବଂ ତୁମେ ଏତେ ଲାଜ କର ନାହିଁ। ଯଦି ତୁମେ ଏତେ ଲାଜ କରୁଛ ତେବେ ଚିନ୍ତା ମଧ୍ୟ କର ନାହିଁ, ମୁଁ ଏହାର ନିଶ୍ଚୟ ବ୍ୟବସ୍ଥା କରିବି। ତୁମେ କେବଳ ରାତିରେ ହିଁ ପ୍ରସ୍ତୁତ ହୋଇଯାଅ। ଏହା ଶୁଣି ରୋହିତ ମଧ୍ୟ ବହୁତ ଖୁସି ହୋଇଗଲା। ମୁଁ ଏହା କହିବା ମାତ୍ରେ ରୋହିତ ଖୁସିରେ ପୁରା ପାଗଳ ହୋଇଯାଇଥିଲା ଏବଂ ସେ ଧନ୍ୟବାଦ ଦେଇ ପୁନରାବୃତ୍ତି କରିବାକୁ ହିଁ ଲାଗିଲା। କହିଲା କି ମାଇଁ, ତୁମେ ତ ବହୁତ ଭଲ। ଏହାପରେ ମୁଁ ସେଠାରୁ ଚାଲିଗଲି, କାରଣ ସେ ଆସିବା ବେଳକୁ ମୁଁ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରିସାରିଥିଲି।
ସେ ଆସିବା ମାତ୍ରେ ରୋହିତ ମଧ୍ୟ ହାତ ଗୋଡ଼ ଧୋଇ ହୋଇ ଖାଇବାକୁ ବସି ପଡ଼ିଥିଲେ। ସେତେବେଳେ କେବଳ 10ଟା ବାଜିଥିଲା ଏବଂ ବିନୋଦର ଔଷଧ ପାଇଁ ମଧ୍ୟ ସମୟ ହୋଇଯାଇଥିଲା। ତେଣୁ ମୁଁ ତାଙ୍କୁ ମୋର ରୁମକୁ ନେଇଗଲି ଏବଂ ସେଠାରେ ନେଇ ଔଷଧ ଦେଇଦେଲି। ବିନୋଦର ଦାସୀ ଏବେ ଗାଧୋଇବାକୁ ଗଲା। ଗାଧୋଇବା ପରେ ମୁଁ ଔଷଧ ଦେଇଦେଲି। ମୁଁ ଏକ ରଙ୍ଗୀନ ଶାଢ଼ୀ ପିନ୍ଧିଥିଲି। ମୋର କେଶକୁ ଏକ ଖୋସାରେ ବାନ୍ଧିଥିଲି ଏବଂ ସୁଗନ୍ଧ ପାଇଁ ଅତର ମଧ୍ୟ ଲଗାଇଥିଲି। ସାଧାରଣତଃ ମୁଁ କେବଳ ସମାନ ଢଙ୍ଗରେ ହିଁ ରହିପାରୁଥିଲି, କିନ୍ତୁ ଆଜି ମୁଁ ଟିକେ ମେକଅପ୍ କରୁଥିଲି, ଯାହାଦ୍ୱାରା ମୋର ମୁହଁ ଟିକେ ଚମକଦାର ହୁଏ, କାରଣ ଏହା ସବୁ ମୋର ରୋହିତ ପାଇଁ ହିଁ ଥିଲା। ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ମୁଁ ଆଲମାରିରୁ ଏକ ପାୱାର ବଟିକାକୁ ବାହାର କଲି, ଯାହାକୁ ବିନୋଦ ବେଳେ ବେଳେ ନେଉଥିଲା ଏବଂ ମୁଁ ତାପରେ ରୋଷେଇ ଘରକୁ ଚାଲିଗଲି। ମୁଁ ହଳଦୀ ଏବଂ ବାଦାମ କ୍ଷୀରକୁ ପ୍ରସ୍ତୁତ କଲି ଏବଂ ସେଥିରେ ଏକ ବଟିକା ପକାଇଦେଲି, ଯାହାଦ୍ୱାରା ରୋହିତ କିଛି ଶକ୍ତି ମଧ୍ୟ ପାଇପାରିବେ। ଏହା କରୁଥିବା ସମୟରେ ରାତି 12ଟା ବାଜି ସାରିଥିଲା। ତାପରେ ମୁଁ ଶୀଘ୍ର ଗୋଟେ ଗ୍ଲାସ କ୍ଷୀର ନେଇ ରୋହିତଙ୍କର ରୁମକୁ ଗଲି। ରୋହିତ ବହୁତ ଧ୍ୟାନର ସହିତ ମୋ ପାଇଁ ଅପେକ୍ଷା କରିଥିଲା। ମୁଁ ଭିତରକୁ ଆସିବା ମାତ୍ରେ ସେ ଠିଆ ହୋଇ ମତେ ଚାହିଁବାକୁ ଲାଗିଲେ। ଯେତେବେଳେ ସେ କିଛି କହିଲେ ନାହିଁ, ମୁଁ ତାକୁ ପଚାରିଲି ଯେ ତୁମେ ମତେ କଣ ଦେଖୁଛ, କୁହ କି ମୁଁ ଆଜି କିପରି ଦେଖାଯାଉଛି। ବିକାଶ ଟିକେ ସଙ୍କୋଚ ହୋଇ କହିଲେ କି ମାଇଁ, ମୁଁ ଏବେ ତୁମକୁ ଖାଇବାକୁ ହିଁ ଇଚ୍ଛା କରୁଛି। ମୁଁ ତାଙ୍କୁ ଏକ ଗ୍ଲାସ କ୍ଷୀର ଦେଇ କହିଲେ କି ମତେ ଖାଇବାର କୌଣସି ଆବଶ୍ୟକତା ହିଁ ନାହିଁ, ତୁମେ କେବଳ ଏହାକୁ ପିଅ। ରୋହିତ ଶୀଘ୍ର ଗ୍ଲାସ ଧରି ଗୋଟିଏ ନିଶ୍ୱାସରେ ହିଁ କ୍ଷୀର ପିଇଦେଲା। କ୍ଷୀର ପିଇ ସାରିବା ମାତ୍ରେ ମୁଁ କହିଲି କି ଆସ ଶୀଘ୍ର ଏବେ ପୂଜା ଆରମ୍ଭ କରିଦେବା। ଆଉ ରୋହିତ ଏହା ଶୁଣି ଖୁସିରେ ପୁରା ନାଚି ଉଠିଲା। ରୋହିତ ଉତ୍ତର ଦେଲା କି ମାଇଁ, ପୂଜା ଏବେ ଆରମ୍ଭ କରିବି, କିନ୍ତୁ ତମେ ଦିଆରେ ଏବେ ତେଲ ଲଗାଇବ ନା ସିଧା ପୂଜା କରିବ। ମୁଁ ହସି ହସି କହିଲି କି ମୋ ବିଷୟରେ ତୁମେ ଆଦୌ ବି ଚିନ୍ତା କର ନାହିଁ, ମୁଁ ଏଥିରେ ପୂର୍ବରୁ ହିଁ ତେଲ ଲଗାଇ ସାରିଛି। ମୁଁ ତାଙ୍କୁ କହିବା ବେଳେ ମଧ୍ୟ ବହୁତ ଲାଜ କରୁଥିଲି। ମୁଁ ଏପର୍ଯ୍ୟନ୍ତ ପିଲାବେଳେ ରୋହିତଙ୍କର କଥା ହିଁ ଭାବୁଥିଲି, କିନ୍ତୁ ସେ ମୋର ସ୍ୱାମୀଙ୍କ ପୂଜାରେ ପଛରେ ହିଁ ଛାଡ଼ିଦେଲେ। ରୋହିତ ପ୍ରଥମେ କାଜୁ କଟଲି ଚାଖିଥିଲେ। ମୋର ସ୍ୱାମୀ ଆଜି ପର୍ଯ୍ୟନ୍ତ କାଜୁ କଟଲି ଜମା ବି ଖାଇ ନାହାନ୍ତି। ସେ ସିଧାସଳଖ ଏବେ ପୂଜା ଆରମ୍ଭ କରୁଥିଲେ। ଯେତେବେଳେ ମୁଁ ରୋହିତକୁ କହିଲି କି ଏବେ ଏହାକୁ ବନ୍ଦ କର ଏବଂ ତୁମେ ଏହାକୁ ଆଉ କେତେ ବି ଖାଇବ, ସେ ଉତ୍ତର ଦେଲେ କି ନା ମାଇଁ, ତୁମେ ଜାଣିନାହ କି ଏହା କେତେ ମିଠା, ଏଥିପାଇଁ ମୁଁ ପୁରା ପାଗଳ ହୋଇଯାଇଛି। ଏହା ରୋହିତର ଏବେ ପ୍ରଥମ ପୂଜା ଥିଲା, ସେଥିପାଇଁ ସେ ଅଧଘଣ୍ଟାରୁ ଆଉ ଅଧିକ ସମୟ ପାଇଁ ଏହା ଆଉ ଜମା ବି କରିପାରିଲେ ନାହିଁ। ମୁଁ ଅଧିକ ଏବେ କ୍ଳାନ୍ତ ହୋଇନଥିଲି, କିନ୍ତୁ ରୋହିତର ଏବେ ପ୍ରଚୁର ଝାଳ ବାହାରୁଥିଲା। ମୁଁ 2 ମାସ ପରେ ମଧ୍ୟ ପୂଜା କରିବାର ଆନନ୍ଦକୁ ପାଉଥିଲି, ତେଣୁ ମୁଁ ମଧ୍ୟ ବହୁତ ଖୁସି ହେଇଯାଉଥିଲି। ଏହାପରେ ରୋହିତ ମଧ୍ୟ କ୍ଳାନ୍ତ ହୋଇଗଲା ଏବଂ ସେ ଏହାପରେ ବିଶ୍ରାମ ନେବାକୁ ଗଲା। ମୁଁ ମଧ୍ୟ ସେଠାରେ ହିଁ ଥିଲି। ଯେତେବେଳେ ମୁଁ ତାକୁ ପଚାରିଲି ଯେ ପ୍ରଥମ ଥର କିପରି ଲାଗିଲା, ସେତେବେଳେ ରୋହିତ ଉତ୍ତର ଦେଲେ କି ମାଇଁ, ସତ କହିବାକୁ ଗଲେ ମତେ ଲାଗିଲା କି ଯେପରି ମୁଁ ଜୀବନର ସମସ୍ତ ଆନନ୍ଦ ଏକାଠି ହିଁ ପାଇଗଲି। ତୁମ ହୃଦୟରେ ବହୁତ ଦୟାଳୁ ମାଇଁ, କିମ୍ବା ମୁଁ କହିବା ଉଚିତ ଯେ ତୁମେ ଦୁନିଆର ସବୁଠାରୁ ଭଲ ମାଇଁ ହିଁ ଅଟ। ଆଉ ତାଙ୍କର କଥା ଶୁଣି ମୁଁ ମଧ୍ୟ ଭିତରେ ବହୁତ ଖୁସି ଅନୁଭବ କରୁଥିଲି। ତାପରେ ଆମେ କଥାବାର୍ତ୍ତା କରୁଥିବା ସମୟରେ ସେଠାରେ ହିଁ ଶୋଇ ପଡ଼ିଲୁ। ସକାଳେ ଯେତେବେଳେ ମୁଁ ଉଠିଲି, ମୁଁ ବହୁତ ଫ୍ରେଶ ହୋଇ ଭଲ ଅନୁଭବ କରୁଥିଲି। ମୁଁ ଉଠି ଚା ଏବଂ ନାସ୍ତା ମଧ୍ୟ ତିଆରି କଲି ଏବଂ ବିନୋଦକୁ ଯାଇ ମଧ୍ୟ ଖାଇବାକୁ ଦେଲି। ଏହାପରେ ମୁଁ ରୋହିତଙ୍କ ରୁମକୁ ଚା ଦେବାକୁ ଗଲି, ଆଉ ସେ ମଧ୍ୟ ଉଠି ଯାଇଥିଲେ। ସେ ନେଇ ସେ ମତେ ପଚାରିଲେ କି ମାଇଁ, ମୁଁ ତ ପୁରା ଡରି ଯାଉଛି, ଆମେ କିଛି ଭୁଲ କରୁଛେ କି। ମୁଁ ଭାବିଲି ଯେ ହୁଏତ ରୋହିତ ଏଥିପାଇଁ ବହୁତ ଅନୁତାପ ହିଁ କରୁଛି। ମୁଁ ତାଙ୍କୁ ବୁଝାଇଲି ଯେ ରୋହିତ, ତୁମର ଏପରି ଭାବିବା ଜମା ବି ଉଚିତ ନୁହେଁ। ସତ କହିବାକୁ ଗଲେ ଏହା ମୋର ବାଧ୍ୟବାଧକତା ଥିଲା, କାରଣ ତୁମର ମାମୁଁ 8 ବର୍ଷ ପର୍ଯ୍ୟନ୍ତ ଆଉ ଜମା ବି ସୁସ୍ଥ ହୋଇପାରିବେ ନାହିଁ। ମୁଁ ଏତେ ସମୟ ଧରି ଆଉ ଜମା ବି ଅପେକ୍ଷା ମଧ୍ୟ କରିପାରି ନଥାନ୍ତି, କିନ୍ତୁ ତୁମେ ମତେ ବହୁତ ସାହାଯ୍ୟ କରିଛ। ଦୟାକରି ଏତେ ବି ଟେନସନ ନିଅ ନାହିଁ ଏବଂ ହଁ, ଏହା ବିଷୟରେ ଆଉ କାହାକୁ ବି କୁହ ନାହିଁ। ରୋହିତ ମୁଣ୍ଡ ହଲାଇ କହିଲା କି ମାଇଁ, ଯଦି ଏହା ମୋର ବାଧ୍ୟବାଧକତା ହୋଇଯାଏ, ତାପରେ ମୁଁ କହିଲି କି ତୁମର ମାଇଁଙ୍କ ପାଖକୁ ଆସିବ, ଆଉ ମୁଁ ତୁମକୁ ମଧ୍ୟ କେବେ ମନା କରିଛି କି। ଏହା କହି ମୁଁ ହସିବାକୁ ଲାଗିଲି ଏବଂ ରୋହିତ ପୁଣି ଥରେ ମୋର ପ୍ରଶଂସା ହିଁ କରିବାକୁ ଲାଗିଲା। ସେ କହିବାକୁ ଲାଗିଲେ କି ମାଇଁ, ମୁଁ ତୁମର ଯେତେ ବି ପ୍ରଶଂସା କଲେ ମଧ୍ୟ ତାହା କମ ହେବ। ମୁଁ ଜାଣି ନାହିଁ ଯେ ମୁଁ ମୋର ପୂର୍ବ ଜନ୍ମରେ କେଉଁ ଭଲ କାମ କରିଥିଲି ଯେ ମୁଁ ତୁମ ପରି ମାଇଁଟିଏ ପାଇଲି। ଏହାପରେ ରୋହିତ ଏବଂ ମୋ ମଧ୍ୟରେ ଏକ ଦୃଢର ବନ୍ଧୁତା ମଧ୍ୟ ଗଢି ଉଠିଥିଲା। ଏବେ ଯେତେବେଳେ ବି ମୁଁ ଇଚ୍ଛା କଲି, ମୁଁ ରୋହିତଙ୍କ ସହିତ ହିଁ ପୂଜା କରିବାକୁ ଦେଲି। ଏହି ସମୟରେ ରୋହିତର ବାପା ମଧ୍ୟ ତାଙ୍କୁ ଘରକୁ ଆସିବାକୁ ଡାକିଲେ, କିନ୍ତୁ ରୋହିତ ଏବେ ମନା କରିଦେଇଥିଲେ, କାରଣ ସେ ମୋର ପ୍ରେମରେ ଏବେ ପୁରା ପାଗଳ ହୋଇଯାଇଥିଲେ।
ଏବେ ମୋର ସ୍ୱାମୀ ବିନୋଦ ମଧ୍ୟ ଚାଲିବା ଆରମ୍ଭ କରିଦେଇଥିଲେ। ତେଣୁ ଆମେ ବଜାର ଯିବା ମଧ୍ୟ ଆରମ୍ଭ କରିଦେଇଥିଲୁ। ରୋହିତ ଏବେ ମୋର ଅଧିକ ଯତ୍ନ ନେବା ମଧ୍ୟ ଆରମ୍ଭ କରିଦେଲା। ସନ୍ଧ୍ୟାରେ ଯେତେବେଳେ ବିନୋଦ ଶୋଇବା ପରେ ରୋହିତଙ୍କ ପାଖକୁ ଯାଉଥିଲି, ସେ ମୋର ଗୋଡ ଦବାଇ ଦଉଥିଲେ। ତା ସହିତ ମୋର ଅଣ୍ଟା ମାଲିସ କରୁଥିଲେ ଏବଂ ମୋର ମୁଣ୍ଡ ମଧ୍ୟ ଦବାଇ ଦେଉଥିଲେ। ମୁଁ ରୋହିତକୁ ମଧ୍ୟ କହୁଥିଲି ଯେ ମୋ ପାଇଁ ଏତେ କିଛି କରିବାର କୌଣସି ଆବଶ୍ୟକତା ହିଁ ନାହିଁ, କିନ୍ତୁ ସେ ଏଥିରେ ଜମା ବି ରାଜି ହେଲେ ନାହିଁ ଏବଂ କହିଲେ କି ଚୁପ୍ ରୁହ ମାଇଁ, ତୁମେ ସାରାଦିନ କାମ କର, ସେଥିପାଇଁ ତୁମେ ଟିକେ କ୍ଳାନ୍ତ ହୋଇଯାଉଥିବ, ତେଣୁ ମତେ ମଧ୍ୟ ଏତିକି ଟିକେ କରିବାକୁ ଦିଅ। ବନ୍ଧୁଗଣ, ତୁମେ ମତେ ଆଦୌ ବି ପସନ୍ଦ ନ କରିପାର, କାରଣ ମୁଁ ମୋର ଭଣଜାଙ୍କର ସମ୍ପର୍କକୁ ଏବେ ନଷ୍ଟ କରିଦେଇଛି। କିନ୍ତୁ ସତ୍ୟ କହିବାକୁ ଗଲେ ମୁଁ ମଧ୍ୟ ଏହା କରିବାକୁ ଜମା ବି ଚାହୁଁନଥିଲି, କିନ୍ତୁ ସବୁକିଛି ସେହି ମୁହୂର୍ତ୍ତର ଗରମରେ ହିଁ ଘଟିଥିଲା। ତେଣୁ ଦୟାକରି ଟିକେ ବୁଝିବାକୁ ଚେଷ୍ଟା କର ଏବଂ ମୋର କାହାଣୀ ଶୁଣିବା ପରେ ଭାବପ୍ରବଣତାରେ ବୁଡି ଯାଉ ନାହିଁ, କାରଣ ଏହା ପ୍ରକୃତରେ ଏକ ଭୁଲ କାମ ହିଁ ଅଟେ। ତେଣୁ ମୋ ପାଇଁ ମନ୍ତବ୍ୟରେ ପ୍ରତିଜ୍ଞା କର ଯେ ତୁମେ ତୁମର ଜୀବନରେ ଏହା କେବେ ବି ଏପରି କରିବ ନାହିଁ। ଏହି କାହାଣୀ ଆମକୁ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ, ଯାହା ଆମର ଜୀବନରେ ଉପଯୋଗୀ ମଧ୍ୟ ହୋଇପାରେ। ଆସନ୍ତୁ ଏହି ଶିକ୍ଷା ଗୁଡିକୁ ବିସ୍ତାର ଭାବରେ ବୁଝିବା। କାହାଣୀରେ ସୁମିତ୍ରା ତାଙ୍କ ସ୍ୱାମୀ ବିନୋଦଙ୍କର ଯତ୍ନ ନିଅନ୍ତି। ଯେତେବେଳେ ସେ ଦୁର୍ଘଟଣାରେ ଆହତ ହୁଅନ୍ତି, ଏହା ଦର୍ଶାଏ ଯେ ଦାୟିତ୍ୱ କେବଳ ବ୍ୟକ୍ତିଗତ ଲାଭ ପାଇଁ ଜମା ବି ବଞ୍ଚିବା ନୁହେଁ, ବରଂ ଆପଣ ପ୍ରିୟଜନଙ୍କର ଯତ୍ନ ନେବା ମଧ୍ୟ ଅନ୍ତର୍ଭୁକ୍ତ ଅଟେ। ଜୀବନରେ ଯେତେବେଳେ ଆମେ ଏକ ସମ୍ପର୍କରେ ଥାଉ, ପରିସ୍ଥିତି ଯେତେ କଷ୍ଟକର ହେଉନା କାହିଁକି, ଆମକୁ ଆମ ସାଥୀଙ୍କ ପ୍ରତି ସମର୍ପିତ ରହିବା ହିଁ ଉଚିତ। ସୁମିତ୍ରା ଏବଂ ରୋହିତଙ୍କର ସମ୍ପର୍କ ଦର୍ଶାଏ ଯେ ପରିବାର ସଦସ୍ୟଙ୍କ ମଧ୍ୟରେ ମଧ୍ୟ ଭାବପ୍ରବଣ ସମ୍ପର୍କ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେତେବେଳେ ବି ବିନୋଦ ଆଘାତ ପାଏ, ରୋହିତ ସୁମିତ୍ରାକୁ ସାହାଯ୍ୟ କରିଥାଏ। ଏହା ଦର୍ଶାଉଛି ଯେ କଷ୍ଟକର ସମୟରେ ପରିବାରର ସମର୍ଥନ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମେ ଆମର ଭାବନାକୁ ଆମ ପରିବାର ସଦସ୍ୟଙ୍କ ସହ ଖୋଲାଖୋଲି ଭାବରେ ବାଣ୍ଟିବା ଏବଂ ସେମାନଙ୍କର କଥା ଶୁଣିବା ଉଚିତ। କାହାଣୀରେ ବିନୋଦଙ୍କର ଆଘାତ ଯୋଗୁଁ ସୁମିତ୍ରାକୁ ତାଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବାକୁ ପଡିଥାଏ। ଏହା ଆମକୁ ମନେ ପକାଇ ଦିଏ ଯେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପତ୍ତି ଅଟେ। ଆମେ ସବୁବେଳେ ନିଜର ଏବଂ ଆମ ପ୍ରିୟଜନଙ୍କର ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଉଚିତ। ଯେକୌଣସି ପରିସ୍ଥିତିରେ ଆମର ପ୍ରାଥମିକତା ଆମର ନିଜର ଏବଂ ଆମ ପରିବାର ମଧ୍ୟ ସୁରକ୍ଷା ହେବା ଉଚିତ। ବିନୋଦଙ୍କର ଅସୁସ୍ଥତା ସତ୍ତ୍ୱେ ସୁମିତ୍ରା ଏବେ ସାହସ ହରାଇ ନଥିଲେ। ସେ ସର୍ବଦା ଏକ ସକାରାତ୍ମକ ମନୋଭାବକୁ ବଜାୟ ରଖିଥିଲେ, ଯାହାକି ତାଙ୍କର ଆତ୍ମବିଶ୍ୱାସକୁ ଏବେ ବୃଦ୍ଧି ମଧ୍ୟ କରିଥିଲା। ଜୀବନରେ ଅନେକ ଥର ଆମକୁ କଷ୍ଟକର ପରିସ୍ଥିତିର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥାଏ, କିନ୍ତୁ ସକାରାତ୍ମକ ଚିନ୍ତାଧାରା ଏବଂ ଦୃଢ ନିଷ୍ପତ୍ତି ବଜାୟ ରଖି ଆମେ ସେଗୁଡ଼ିକୁ ପରାସ୍ତ ମଧ୍ୟ କରିପାରିବା। କାହାଣୀରେ ଯେତେବେଳେ ରୋହିତ ଏବଂ ସୁମିତ୍ରା ପରସ୍ପର ସହିତ ଖୋଲାଖୋଲି କଥା ହୁଅନ୍ତି, ସେମାନଙ୍କ ମଧ୍ୟରେ ଦୂରତା ମଧ୍ୟ ହ୍ରାସ ପାଇଯାଏ। ଏହା ଦର୍ଶାଏ ଯେ ଖୋଲା ଯୋଗାଯୋଗ ହେଉଛି କି ଯେକୌଣସି ସମ୍ପର୍କର ଗୋଟେ ମୂଳ ଦୁଆର। ଆମ ସମ୍ପର୍କ ଦୃଢ ରହିବା ପାଇଁ ଆମେ କୌଣସି ଭୟ ବିନା ଆମ ମନର କଥା ରହିବା ଉଚିତ। କାହାଣୀରେ ସୁମିତ୍ରା ଏବଂ ବିନୋଦଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଏବଂ ରୋହିତଙ୍କର ଉପସ୍ଥିତି ହେଉଛି ସେ ଜୀବନର ଶାରୀରିକ ଏବଂ ମାନସିକ ସନ୍ତୁଳନ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମେ ଆମର ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଉଚିତ, ଯାହାଦ୍ୱାରା ଆମେ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ତା ସହିତ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ବଜାୟକୁ ରଖିପାରିବା। ସୁମିତ୍ରା ଏବଂ ରୋହିତଙ୍କ ମଧ୍ୟରେ ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ ଅଟେ। ଯେତେବେଳେ ଏକ ସମ୍ପର୍କରେ ବିଶ୍ୱାସ ଥାଏ, ଏହା ଅଧିକ ଦୃଢ ଏବଂ ସ୍ଥାୟୀ ମଧ୍ୟ ହୋଇଯାଏ। ଆମକୁ ଆମର ସମ୍ପର୍କରେ ସଚଳ ହେବାକୁ ପଡିବ ଏବଂ ପରସ୍ପର ଉପରେ ବିଶ୍ୱାସ କରିବାକୁ ପଡିବ। ବନ୍ଧୁଗଣ, ଆପଣଙ୍କୁ ଏହି କାହାଣୀଟି କିପରି ଲାଗିଲା ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଭାବରେ ଜଣାନ୍ତୁ।